ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଶୁଭ ସକାଳ ସମୟରେ ପ୍ରଭୁଙ୍କ ଦାସ ଭାବରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନୂଆ ନୂଆ ପ୍ରସଙ୍ଗରେ ଏହି ଚ୍ୟାନେଲ ମାଧ୍ୟମରେ ଆମମାନେ ବାକ୍ୟ ଶୁଣୁଅଛୁ। ଆଜି ମଧ୍ୟ ଆମମାନେ ଗୋଟେ ନୂତନ ପ୍ରସଙ୍ଗ ନେଇ ଅଳ୍ପ ସମୟ ଆମେ କଥାବାର୍ତ୍ତା ହେବା। କେଉଁ ଦିନ ଖ୍ରୀଷ୍ଟିଆନ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦିନ ସେ ବିଷୟରେ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ବାଇବଲ ଆମମାନଙ୍କୁ ସେ ବିଷୟରେ କ'ଣ କହୁଛି ଆମମାନେ ପଢ଼ି ନେବା। ରୋମିଓ ପୁସ୍ତକ 14 ଅଧ୍ୟାୟ 5 ପଦରୁ ପଢ଼ିବା। ଲେଖାଯାଏ, ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ। ଅଛନ୍ତି ଲୋକମାନେ ଯେ ସେମାନଙ୍କ ପାଇଁ କେଉଁ ବିଶେଷ ଦିନ ସେମାନେ ଅଧିକ ମାନ୍ୟ କରନ୍ତି। ଲୋକମାନେ ଏଇଟା କୌଣସି ଡକ୍ଟ୍ରିନ୍ ନାହିଁ, ଲୋକମାନେ ନିଜ ନିଜ ମନ ମଧ୍ୟରେ ସେ ପ୍ରକାର କରନ୍ତି। ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। କିଏ କୌଣସି ଦିନକୁ ଅଧିକ ମାନ୍ୟ ଦିଏ। କାହା ନିମନ୍ତେ ସଣ୍ଡେ ବହୁତ ଇମ୍ପୋର୍ଟାଣ୍ଟ, କାହା ନିମନ୍ତେ କାହାର ବର୍ଥଡେ ବହୁତ ଇମ୍ପୋର୍ଟାଣ୍ଟ, କାହା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନର ଦିନ, ତାହାଙ୍କର ଜନ୍ମ ସମୟ, କାହା ନିମନ୍ତେ କେଉଁ ପ୍ରକାର ଦିନ ଗୁଡ଼ିକକୁ ସେମାନେ ମାନ୍ୟ କରନ୍ତି। ବାଇବଲ ଆମମାନଙ୍କୁ କହେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, କିଏ କେଉଁ ଦିନକୁ ସେ ମାନ୍ୟ କରୁଛି ତାହା ଉପରେ ରହିଛି। ଏହା କୌଣସି ପ୍ରକାର କୌଣସି ଡକ୍ଟ୍ରିନ୍ ନାହିଁ। 6 ପଦ, ଯେ ବିଶେଷ ଦିନମାନେ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ। ଆଉ ଯେ ଭୋଜନ କରେ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ। ପୁଣି ଯେ ଭୋଜନ କରେ ନାହିଁ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ନାହିଁ। ଏହା ବାଇବଲ ଆମମାନଙ୍କୁ ଶିଖାଏ। ଗାଲାତୀୟ ପୁସ୍ତକ ଆମମାନେ ପଢ଼ି ନେବା, ଏହାର 4 ଅଧ୍ୟାୟ। এই ଜାଗାରେ ସାଧୁ ପାଉଲ ଆଉ ଗୋଟେ କଥା କହୁଛନ୍ତି, ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ। ତୁମ୍ଭମାନଙ୍କ ନିମନ୍ତେ ଯେଉଁ ପରିଶ୍ରମ କରିଅଛି କାଳେ ତାହା ବ୍ୟର୍ଥ ହୁଏ, ତୁମ୍ଭମାନଙ୍କ ସମ୍ବନ୍ଧରେ ମୋହର ଏହି ଭୟ ହେଉଅଛି। ଏହି ସ୍ଥାନରେ ପାଉଲ ଗାଲାତୀୟ ମଣ୍ଡଳୀର ଲୋକମାନେ ସେମାନେ ବିଭିନ୍ନ ପ୍ରକାର ପରମ୍ପରା ଗୁଡ଼ିକ, ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଗୁଡ଼ିକ ଏହିସବୁ ପାଳନ କରିବା ଦ୍ୱାରା ଆମମାନେ ପରିତ୍ରାଣ ପାଇବୁ, ଏସବୁ ପାଳନ କରିବା ଦ୍ୱାରା ଆମେ ଉଦ୍ଧାର ପାଇବୁ, ଏହା ଭାବି ସେମାନେ ଏହିସବୁ ଗୁଡ଼ିକକୁ ସେମାନେ ପାଳନ କରୁଥିଲେ। ସେମାନେ ଜିହୁଦୀମାନଙ୍କର ବିଭିନ୍ନ ପ୍ରକାର ପର୍ବ ଗୁଡ଼ିକକୁ ସେମାନେ ପାଳନ କରୁଥିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମକୁ ପରିତ୍ରାଣ ପାଇବା ନିମନ୍ତେ କୌଣସି ବିଶେଷ ଦିନ, କୌଣସି ମାସ, କୌଣସି ବର୍ଷ, କୌଣସି ପର୍ବ ପାଳନ କରିବା ଦ୍ୱାରା ଆମକୁ ପରିତ୍ରାଣ ମିଳେ ନାହିଁ। ମାତ୍ର ଆମେ ପରିତ୍ରାଣ ପାଇଲା ପରେ ଆମମାନେ କୌଣସି ଦିନକୁ ଲୋକମାନେ ସେମାନେ ଏହି ଦିନ, ଆଜି ମୁଁ ପରିତ୍ରାଣ ପାଇଛି, ଏହି ପରିତ୍ରାଣ ଦିନ ମୋ ପାଇଁ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ, ଏହା ସେମାନେ ପାଳନ କରନ୍ତି। ଏଇଟା ହେଉଛି ମୋର ଜନ୍ମଦିନ, ଆଜି ଦିନ ମୁଁ ଜନ୍ମ ହେଲି, ଆଉ ଏହି ଦିନରେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି, ଏହା କହି ତାଙ୍କର ଜନ୍ମଦିନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ବିଷୟରେ ପାଉଲ ଆମମାନଙ୍କୁ କହୁଛନ୍ତି। କାହା ନିମନ୍ତେ ତାଙ୍କର ଜନ୍ମଦିନକୁ ସେମାନେ ବେଶୀ ଗୁରୁତ୍ୱ ଦିଅନ୍ତି। କିଏ ତ ତାଙ୍କର ମ୍ୟାରେଜ୍ ଆନିଭର୍ସରୀକୁ ବହୁତ ଗୁରୁତ୍ୱ ଦିଅନ୍ତି, କିଏ ଚର୍ଚ୍ଚର ପ୍ରତିଷ୍ଠା ଦିବସକୁ ସେମାନେ ଗୁରୁତ୍ୱ ଦିଅନ୍ତି, କିଏ ରବିବାରକୁ ଗୁରୁତ୍ୱ ଦିଏ। ଯିଏ ଯାହାର ମନରେ କରିଛି, ଆଉ ସବୁ ବିଷୟ ଗୁଡ଼ିକ ପ୍ରଭୁଙ୍କ ଉଦ୍ଦେଶ୍ୟରେ କରାଯାଉ, ଏହା ପ୍ରଭୁ ଆମମାନଙ୍କୁ କହୁଛନ୍ତି। ଆମମାନଙ୍କୁ ବାଇବଲରେ କୌଣସି ଗୋଟିଏ ବିଶେଷ ଦିନକୁ ପାଳନ କରିବା ନିମନ୍ତେ ବାଇବଲ ଆମମାନଙ୍କୁ ପରାମର୍ଶ ଦିଏ ନାହିଁ। ବାଇବଲ ଆମମାନଙ୍କୁ କହେ, ଏବ୍ରୀ ପୁସ୍ତକ 3 ଅଧ୍ୟାୟ ଯଦି ଆମେ ପଢ଼ିବା 7 ପଦ, ଅତେ ପବିତ୍ର ଆତ୍ମା ଯେପରି କହନ୍ତି, ଆଜି ଯଦି ତୁମେମାନେ ତାହାଙ୍କର ବାଣୀ ଶୁଣ। ସେ ସୋମବାର ଦିନ, ରବିବାର ଦିନ, ଜନ୍ମଦିନ ଦିନରେ ଯଦି ବାଣୀ ଶୁଣ, ଆଜି ଯେଉଁ ଦିନ ମଧ୍ୟ ହେଇପାରେ ତାହା, ଆଜି ଯଦି ତୁମେମାନେ ତାହାଙ୍କର ବାଣୀ ଶୁଣ, ତେବେ ବିରକ୍ତି ଜନ୍ମେଇବା ସ୍ଥାନରେ
ଓ ପ୍ରାନ୍ତରରେ ପରୀକ୍ଷା ଦିନରେ ଘଟିଥିଲା, ସେହିପରି ଆପଣା ଆପଣା ହୃଦୟ କଠିନ କର ନାହିଁ। ଆମମାନଙ୍କ ପରମେଶ୍ୱର ବାର ଦେଖି ଆମମାନଙ୍କ ସହିତ ସେ କଥା ହୁଅନ୍ତି ନାହିଁ। ଆମମାନଙ୍କ ପରମେଶ୍ୱର ସେ କଥା ହେବା ପରମେଶ୍ୱର ଅଟନ୍ତି। ଆଉ ଯେଉଁ ସମୟରେ ମଧ୍ୟ ସେ ଆମ ସହିତ କଥା ହେବେ, କେବଳ ରବିବାର ଦିନ ଚର୍ଚ୍ଚ ଗଲେ ସେହି ସମୟରେ ହିଁ ପରମେଶ୍ୱର ଆମ ସହିତ କଥା ହୁଅନ୍ତି ନାହିଁ, କି କୌଣସି ପ୍ରକାର ବର୍ଥଡେରେ ଆମ ସହିତ କେବଳ କଥା ହୁଅନ୍ତି ତାହା ନୁହେଁ। କୌଣସି ଗୋଟିଏ ସ୍ପେଶାଲ ମିଟିଂକୁ ଯାଇଥିଲେ କୌଣସି ଗୋଟିଏ ସ୍ୱତନ୍ତ୍ର ଦାସଙ୍କ ଦ୍ୱାରା ସେ ଆମ ସହିତ କଥା ହୁଅନ୍ତି ନାହିଁ। ଯେଉଁ ସମୟରେ ଯେଉଁ ମୁହୂର୍ତ୍ତରେ ମଧ୍ୟ ପ୍ରଭୁ ଆମକୁ କଥା ହୁଅନ୍ତି, ପ୍ରଭୁ ବିଶେଷ ଦିନ ଦେଖି କଥା ହୁଅନ୍ତି ନାହିଁ। ସେ କହୁଛନ୍ତି ଯଦି ଆଜି ଯେଉଁ ବାର ହେଇଥାଉ ନା କାହିଁକି, ଆଜି ଯଦି ଆମେ ତାହାଙ୍କର ବାଣୀ ଶୁଣୁଛୁ, ରବ ଶୁଣୁଛୁ, ତାହେଲେ ଆମମାନେ ଆପଣା ଆପଣା ହୃଦୟକୁ ଆମେ ଯେ ପ୍ରକାର କଠିନ ନ କରୁ, ସେ ଆମମାନଙ୍କୁ କହୁଛନ୍ତି। 2 Corinthians 6:2 ଲେଖାଗଲା, କାରଣ ସେ କହନ୍ତି ଆମ୍ଭେ ଅନୁଗ୍ରହର ସମୟରେ ତୁମର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମର ସାହାଯ୍ୟ କଲୁ। ଦେଖ ଏବେ ମହା ଅନୁଗ୍ରହର ସମୟ, ଦେଖ ଏବେ ପରିତ୍ରାଣର ଦିନ। ପ୍ରିୟମାନେ, ବାଇବଲ ଆମମାନଙ୍କୁ ଆଜି କଥା କହେ, ବର୍ତ୍ତମାନ କଥା କହେ। ତୁମକୁ କୌଣସି ବିଶେଷ ଦିନ, ବିଶେଷ ମାସ ଏ ପ୍ରକାର କହେ ନାହିଁ। ଆମମାନଙ୍କ ପରମେଶ୍ୱର କହୁଛନ୍ତି ଆଜି ହେଉଛି, ଏବେ ହେଉଛି ମହା ଅନୁଗ୍ରହର ସମୟ। ମନ ପରିବର୍ତ୍ତନ କରି ପ୍ରଭୁଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବାର ସମୟ। ଏବେ ହେଲା ଉଦ୍ଧାର ପାଇବାର ଦିନ, ପରିତ୍ରାଣ ପାଇବାର ଦିନ। ଆମମାନଙ୍କ ପରମେଶ୍ୱରଙ୍କୁ ଆମେ କୌଣସି ପ୍ରକାର ଭାବରେ କୌଣସି ବାରରେ ଆମେ ସୀମିତ ଆମେ ରଖିପାରିବା ନାହିଁ। ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହେଉଛି, ସେହି ସମୟରେ ଦୂତ ଆସି କ'ଣ କହୁଛନ୍ତି? ଦୂତ ଆସି କହୁଛନ୍ତି 2 ଅଧ୍ୟାୟ ଲୁକା ଲିଖିତ ସୁସମାଚାର 2 ଅଧ୍ୟାୟରେ ସେ କହୁଅଛନ୍ତି 10 ପଦ, ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। 11 ପଦ, କାରଣ ଆଜି ଦାଉଦ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ବାଇବଲ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମକୁ କୌଣସି ବାରରେ ସୀମିତ ରଖିନାହିଁ। ବାଇବଲ ଆମମାନଙ୍କୁ କହେ ଆଜି ଏହି ସମୟରେ ତୁମ୍ଭ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି। ତୁମକୁ ଉଦ୍ଧାରକର୍ତ୍ତା, ତୁମେ ଯେଉଁ ଗାତରେ ପଡ଼ିଛ, ତୁମେ ଯେଉଁ ସମସ୍ୟାରେ ପଡ଼ିଛ, ତୁମେ ଯେଉଁ ପାପରେ ପଡ଼ିଛ, ଆଜି ତୁମ ନିମନ୍ତେ ଉଦ୍ଧାରକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ଆଉ ସେ ତୁମକୁ ଉଦ୍ଧାର କରିପାରିବେ। ଏହା ସମଗ୍ର ମାନବ ଜାତି ନିମନ୍ତେ ଅତ୍ୟନ୍ତ ଆନନ୍ଦର ସୁସମ୍ବାଦ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବଲ ଆମମାନଙ୍କୁ କୌଣସି ପ୍ରକାର ଭାବରେ କୌଣସି ସ୍ପେଶାଲ ଦିନ ବିଷୟରେ କହେ ନାହିଁ। ସେ କହେ ଆଜି ଯଦି ତୁମେ ତାହାଙ୍କର ରବ ଶୁଣ, ଆଜି ପରିତ୍ରାଣର ଦିନ, ଆଜି ଅନୁଗ୍ରହର ଦିନ, ଆଜି ତୁମ ନିମନ୍ତେ ଉଦ୍ଧାରକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ବିଶେଷ ଦିନ ଲୋକମାନେ ଯେଉଁ ପାଳନ କରୁଛନ୍ତି, ସେ ତାଙ୍କ ପାଇଁ ସେଇଟା। ମାତ୍ର ଆମେ କୌଣସି ବିଶେଷ ଦିନ, କୌଣସି ବିଶେଷ ପର୍ବ ଏସବୁ ପାଳନ କରିବା ଦ୍ୱାରା ଆମେ ଉଦ୍ଧାର ଆମେ ପାଇପାରିବା ନାହିଁ। ପଢ଼ିବା ଗୋଟେ ବାକ୍ୟ, ଗୀତ ସଂହିତା 118 ଗୀତ ଏହାର 23 ପଦରୁ, ଏହା ସଦାପ୍ରଭୁଙ୍କର କର୍ମ, ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ, ଏହା ସଦାପ୍ରଭୁଙ୍କ କୃତ ଦିନ, ଆମ୍ଭେମାନେ ଏଥିରେ ଆନନ୍ଦ ଉଲ୍ଲାସ କରିବା। ପ୍ରିୟମାନେ, ଆମମାନଙ୍କର ପରମେଶ୍ୱର ସବୁ ଦିନକୁ ସେ ତିଆରି କରିଛନ୍ତି। କୌଣସି ଦିନ ଆମ ପାଇଁ ଶୁଭ, କୌଣସି ଦିନ ଆମ ପାଇଁ ଅଶୁଭ, ଏହା ବାଇବଲ ଆମମାନଙ୍କୁ କହେ ନାହିଁ। ଏହା ସଦାପ୍ରଭୁଙ୍କର କୃତ ଦିନ। ତାହା ସୋମବାର ହେଉ, ମଙ୍ଗଳବାର ହେଉ, ବୁଧବାର ହେଉ, ଗୁରୁବାର ହେଉ, ଶୁକ୍ରବାର ହେଉ, ଶନିବାର ହେଉ, ରବିବାର ହେଉ, ଏହା ପରମେଶ୍ୱରଙ୍କର କୃତ ଦିନ। ଓ ଆମେ ସେହି ଦିନରେ ପ୍ରଭୁଙ୍କଠାରେ ଆମେ ଆନନ୍ଦ କରିବାର ଆବଶ୍ୟକ ରହିଛି। ସେଦିନ ଆମ ସମସ୍ୟା ଥାଉ, ଆମ ଦୁଃଖ ଥାଉ, ଆମକୁ ଖୁସି ଥାଉ, ଯାହା ବି ହେଉନା କାହିଁକି, ଆମର ପରମେଶ୍ୱର ସେହି ଦିନକୁ ତିଆରି କରିଛନ୍ତି। ସେଥିପାଇଁ ଆମ ନିମନ୍ତେ ସବୁଦିନ ସ୍ୱତନ୍ତ୍ର ଦିନ ଅଟେ। ସବୁଦିନ ନିମନ୍ତେ ଆମେ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବାର ଆବଶ୍ୟକ ରହିଛି। ପରମେଶ୍ୱର ଆମକୁ ଜୀବିତମାନଙ୍କ ମଧ୍ୟରେ ରଖି ଆମର ସକଳ ଆବଶ୍ୟକ ପୂର୍ଣ୍ଣ କରି ସେ ଆମର ଯତ୍ନ ନେଇଛନ୍ତି। ସେଥିପାଇଁ ପ୍ରତ୍ୟେକ ଦିନ ଆମ ସମସ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ଦିନ ଅଟେ, ପ୍ରଭୁଙ୍କ ଦୟାର ଦିନ ଅଟେ,
ଅନୁଗ୍ରହର ଦିନ ଅଟେ, ପରିତ୍ରାଣର ଦିନ ଅଟେ, ପରମେଶ୍ୱରଙ୍କ ରବ ଶୁଣିବାର ଦିନ ଅଟେ। ସେଥିପାଇଁ ଆମମାନେ ନିଜକୁ ପ୍ରଭୁଙ୍କ ହସ୍ତରେ ଆମେ ସମର୍ପଣ କରିବା। ଆମେ ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କ ନିମନ୍ତେ ପରମେଶ୍ୱର କୌଣସି ସ୍ପେଶାଲ ଡେ ରଖିନାହାନ୍ତି। ସବୁ ଦିନ ଆମ ସମସ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ଦିନ ଅଟେ ଆଉ ପରମେଶ୍ୱରଙ୍କର କୃତ ଦିନ ଅଟେ। ଆମେ ପ୍ରତ୍ୟେକ ଦିନ ପ୍ରଭୁଙ୍କ ଠାରେ ଆମେ ଆନନ୍ଦ କରିବାର ଆବଶ୍ୟକ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପବିତ୍ର ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ତୁମେ ଆମମାନଙ୍କୁ ପ୍ରଭୁ ଦିନଗୁଡ଼ିକ ଦେଇଛ, ଆଉ ପ୍ରଭୁ ଦିନଗୁଡ଼ିକକୁ ଗଣିବାକୁ ମଧ୍ୟ ତୁମେ ଶିଖେଇଛ। ଧନ୍ୟବାଦ ପ୍ରଭୁ, ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଆମ ସହିତ କଥା ହେଉଥିବାରୁ ଆମେ ତୁମର ଗୌରବ ମହିମା କରୁଛୁ। ଆମକୁ କୌଣସି ଗୋଟିଏ ଦିନରେ ତୁମେ ଆମକୁ ବାନ୍ଧି ନାହଁ। ପ୍ରତି ସମୟରେ ପ୍ରଭୁ ତୁମେ ଆମ ସହିତ କଥା ହେବା ପାଇଁ, ଆମକୁ ଉଦ୍ଧାର କରିବା ପାଇଁ, ଆମକୁ ଅନୁଗ୍ରହ ଦେବା ପାଇଁ ତୁମେ ପ୍ରସ୍ତୁତ ଅଟ। ସେଥିପାଇଁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ୍ ୟୁ।